ଥରେ ଶାନ୍ତ ବସ ଆଉ ନିଜ ଜୀବନକୁ ଗୋଟେ ଥର ଭିତରକୁ ଦେଖ। କେତେ ଦିନ ହେଲା ତୁମେ ଦୌଡ଼ୁଛ, କେବେ ଲୋକଙ୍କ ପଛରେ, କେବେ ପଇସା ପଛରେ, କେବେ ସ୍ୱପ୍ନ ପଛରେ, କେବେ ମାନ୍ୟତାର ପଛରେ। କିନ୍ତୁ ଏ ଦୌଡ଼ରେ ତୁମେ ନିଜକୁ କେଉଁଠି ହରାଇଦେଲ? ସେ କଥା କେବେ ଭାବିଛ କି? ଯେ ମଣିଷ ସାରା ଦିନ ସମସ୍ତଙ୍କୁ ବୁଝାଏ, ସେ ରାତିରେ ନିଜକୁ ବୁଝାଇ ପାରେନି। ଯେ ମୁହଁରେ ହସ ନେଇ ଘୁରେ, ସେ ମନରେ କେତେ ଭାଙ୍ଗି ଯାଇଛ ତାହା କେହି ଦେଖନ୍ତି ନାହିଁ। ଜୀବନର ସବୁଠାରୁ ବଡ଼ ସତ୍ୟ ହେଉଛି ଲୋକେ ତୁମର ଖୁସିରେ ତାଲି ପିଟିବେ, କିନ୍ତୁ ତୁମର କଷ୍ଟରେ ସମାଜ ଦେବେ ନାହିଁ। ସେଥିପାଇଁ ନିଜକୁ ଏତେ ଦୁର୍ବଳ କରିଦିଅନି ଯେ ଅନ୍ୟମାନଙ୍କ ଅବହେଳା ତୁମ ଜୀବନର ଦିଗକୁ ବଦଳାଇ ଦେବ। ତୁମ ମନରେ ଯେତେ ଯନ୍ତ୍ରଣା ଅଛି ସେ ସବୁକୁ ନିଜ ଶକ୍ତିରେ ପରିଣତ କର। କାରଣ ଯେ ମଣିଷ ନିଜ ଦୁଃଖକୁ ଜିତିପାରେ ସେ ଦୁନିଆକୁ ମଧ୍ୟ ଜିତିପାରେ। କେବେ କେବେ ଜୀବନ ଆମକୁ ଏମିତି ଏକ ସ୍ଥାନରେ ନେଇଯାଏ ଯେଉଁଠାରେ କାହାକୁ କହିବାକୁ ଇଚ୍ଛା ହୁଏନି, କିନ୍ତୁ କହିବାକୁ ଲୋକ ମିଳେ ନାହିଁ। ଭିତରେ ଭିତରେ ମନ ଚିତ୍କାର କରେ, କିନ୍ତୁ ବାହାରୁ ସବୁ ଶାନ୍ତ ଲାଗେ। ଏ ସାନ୍ତ୍ୱନା ଭିତରେ ହିଁ ମଣିଷ ଗଢ଼ି ଉଠେ। ଯେତେବେଳେ କାହାର ସାହାରା ମିଳେ ନାହିଁ ସେତେବେଳେ ନିଜେ ନିଜର ସାହାରା ହେବାକୁ ପଡ଼େ। ତୁମେ ଯାହା ହରାଇଛ ସେଥିରେ ଅଧିକ ଭାବି ନିଜକୁ ଦୁଃଖ ଦିଅନି, କାରଣ ଯାହା ଚାଲିଗଲା ସେ ହୁଏତ ପୁଣି ଫେରି ଆସିବନି, କିନ୍ତୁ ଯାହା ଆସୁଛି ସେ ତୁମ ଜୀବନକୁ ବଦଳାଇ ପାରେ। ପ୍ରତ୍ୟେକ ହାର ଭିତରେ ଗୋଟେ ଶିକ୍ଷା ଲୁଚିଥାଏ। ପ୍ରତ୍ୟେକ ବିଫଳତା କୁହେ ଆଉ ଥରେ ଚେଷ୍ଟା କର, ଆଉ ଥରେ ଭଲ ଭାବରେ କର। ଜୀବନରେ ସବୁଠାରୁ ଅଧିକ ଯନ୍ତ୍ରଣା ହେଉଛି ଆଶା। ଯାହାଠାରୁ ଅଧିକ ଆଶା କର ସେଠାରୁ ଅଧିକ ଆଘାତ ମିଳେ। ସେଥିପାଇଁ ଲୋକଙ୍କୁ ଭଲ ପାଅ, ସମ୍ମାନ କର, ସମ୍ମାନ ଦିଅ, କିନ୍ତୁ ନିଜ ଶାନ୍ତିକୁ କେବେ ତାଙ୍କ ହାତରେ ଦିଅନି। ଯେଦିନ ତୁମେ ନିଜ ମୂଲ୍ୟ ବୁଝିଯିବ ସେଦିନ ଅନ୍ୟମାନଙ୍କ ଅବହେଳା ତୁମକୁ ଛୁଇଁ ପାରିବ ନାହିଁ। ଅନେକ ଲୋକ କହନ୍ତି ସମାଜ ଖରାପ ଚାଲିଛି, କିନ୍ତୁ ଏହି ଖରାପ ସମାଜ ହିଁ ତୁମକୁ ଶକ୍ତିଶାଳୀ କରୁଛି। ସୁଖ ସମାଜରେ ସମସ୍ତେ ଲୋକ ଥାନ୍ତି, କିନ୍ତୁ କଷ୍ଟ ସମାଜରେ ତୁମର ସତ୍ୟ ଚିହ୍ନଟ ହୁଏ। କିଏ ତୁମର और କିଏ ନାହିଁ ସବୁ ସ୍ପଷ୍ଟ ହୋଇଯାଏ। ଥରେ ଭାବିକି ଦେଖ, ତୁମେ ଏତେ କାହିଁକି ଚିନ୍ତା କରୁଛ? ସବୁକିଛି କ'ଣ ତୁମ ହାତରେ ଅଛି? ନାହିଁ। ଯାହା ତୁମ ହାତରେ ଅଛି ସେ ହେଉଛି ତୁମର ପ୍ରୟାସ, ତୁମର ଚେଷ୍ଟା, ତୁମର ମନୋଭାବ। ଫଳ ସବୁବେଳେ ତୁରନ୍ତ ମିଳେନି। ଗଛ ଲଗାଇଲେ ସେଇଦିନ ଫଳ ମିଳେନି। ଧୈର୍ଯ୍ୟ ରଖିବାକୁ ପଡ଼େ, ପାଣି ଦେବାକୁ ପଡ଼େ, ସମୟ ଦେବାକୁ ପଡ଼େ। ତୁମ ଜୀବନ ମଧ୍ୟ ଠିକ୍ ସେପରି। ଆଜି ଯଦି ଲୋକେ ତୁମକୁ ବୁଝୁନାହାନ୍ତି ତାର ଅର୍ଥ ଏହା ନୁହେଁ ଯେ ତୁମେ ଭୁଲ। ବହୁତ ଲୋକ ଠିକ୍ ଲୋକଙ୍କୁ ମଧ୍ୟ ବୁଝିପାରନ୍ତି ନାହିଁ। ବହୁତ ସମାଜ ଠିକ୍ ଲୋକଙ୍କୁ ମଧ୍ୟ ଭୁଲ ବୁଝାଏ। ଯେ ମଣିଷ ଗଭୀର ତାଙ୍କୁ ସବୁ ଲୋକ ବୁଝିପାରନ୍ତି ନାହିଁ। ସେଥିପାଇଁ ନିଜକୁ ପ୍ରମାଣ କରିବା ପାଇଁ ସମସ୍ତଙ୍କୁ କଥା କହିବା ଦରକାର ନାହିଁ। ସମାଜ ଆସିଲେ ତୁମ କାମ ନିଜେ କହିଦେବ। ଜୀବନରେ ଅନେକ ଦ୍ୱାର ବନ୍ଦ ହେବ, କିଛି ଲୋକ ଛାଡ଼ିଯିବେ, କିଛି ସ୍ୱପ୍ନ ଭାଙ୍ଗିଯିବ, କିନ୍ତୁ ଏହା ଶେଷ ନୁହେଁ। କାରଣ ପ୍ରତ୍ୟେକ ବନ୍ଦ ଦ୍ୱାର ପାଖରେ ଏକ ନୂଆ ଦ୍ୱାର ଥାଏ। ତୁମେ କେବଳ ହାର ମାନି ବସି ରୁହନି। ଯେଉଁମାନେ ତୁମକୁ ଛୋଟ ଭାବୁଛନ୍ତି ସେମାନଙ୍କୁ ଉତ୍ତର ଦେବା ପାଇଁ କଥା ଦରକାର ନାହିଁ। ତୁମର ପରିଶ୍ରମ, ତୁମର ସଫଳତା, ତୁମର ଚରିତ୍ର ଏ ହେଉଛି ସବୁଠାରୁ ବଡ଼ ଉତ୍ତର। ଶାନ୍ତ ଲୋକମାନେ ବହୁତ ସମାଜ ବଡ଼ କାମ କରନ୍ତି, କାରଣ ସେମାନେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ତୁମ ଭିତରେ ଯେ ଶକ୍ତି ଅଛି ସେ ଶକ୍ତିକୁ ତୁମେ ଆଜି ପର୍ଯ୍ୟନ୍ତ ପୁରା ବୁଝିପାରେ ନାହିଁ, କାରଣ ତୁମେ ସବୁବେଳେ ବାହାର ଦୁନିଆକୁ ଦେଖିଛ, ନିଜ ଭିତରକୁ ନୁହେଁ। ଥରେ ନିଜ ମନକୁ ଶୁଣ, ସେ କହୁଛି ତୁ ଭାଙ୍ଗି ଯାଆନି, ତୁ ଶେଷ ହୋଇନି, ତୁ ଆଉ ଆରମ୍ଭ କରିପାରିବୁ। ଆଜି ଲୁହ ଝରୁଛି, ସେ ଲୁହ କାଲି ତୁମ ଶକ୍ତି ହେବ। ଆଜି ରାତି ଅନ୍ଧାର, ସେ ରାତି ପରେ ସକାଳ ଆସିବ। ଏହା ପ୍ରକୃତିର ନିୟମ। କୌଣସି ଦୁଃଖ ସାଧାରଣ ପାଇଁ ରୁହେନି। ସେଥିପାଇଁ ଥରେ ଶାନ୍ତ ହେଇ ଏକଥାକୁ ଭାବ, ତୁମେ କିଏ, କାହିଁକି ଆସିଛ, କାହିଁକି ଏତେ ଲଢ଼ୁଛ? ଉତ୍ତର ମିଳିଯିବ। କାରଣ ତୁମ ଜୀବନର ମୂଲ୍ୟ ଅଛି, ତୁମ ଅସ୍ତିତ୍ୱର ଅର୍ଥ ଅଛି। ତୁମେ ହାରିବା ପାଇଁ ନାହିଁ, ଉଠିବା ପାଇଁ ଆସିଛ। ସେଥିପାଇଁ ମନେ ରଖ ଯେ ଯେତେ ଅଧିକ ଚାପ ଥାଏ ସେତେ ମଜବୁତ ହୀରା ତିଆରି ହୁଏ। ତୁମର ଆଜିର ସଂଘର୍ଷ ହେଉଛି ଆସନ୍ତାକାଲିର ପରିଚୟ। ଆଜି ନିଜକୁ ସମ୍ଭାଳ, କାଲି ଦୁନିଆ ତୁମକୁ ସମ୍ମାନ କରିଦେବ। କେହି ନଥିଲେ ମଧ୍ୟ ଚଳିବ। ନିଜେ ନିଜର ଆଶା ହେବାକୁ ଶିଖ। ନିଜ ହୃଦୟକୁ ଏତେ ଶକ୍ତିଶାଳୀ କର ଯେ ବାହାର ଝଡ଼ ତାକୁ ହଲାଇ ପାରିବ ନାହିଁ। ଦେଖ, ଜୀବନ କେବେ ମଧ୍ୟ ସହଜ ନୁହେଁ। ଯେ ଲୋକଙ୍କୁ ତୁମେ ଆଜି ଶକ୍ତିଶାଳୀ ଭାବୁଛ ସେମାନେ ମଧ୍ୟ କେବେ ନା କେବେ ଭାଙ୍ଗିଥିଲେ, କାନ୍ଦିଥିଲେ, ନିରାଶ ହୋଇଥିଲେ। କିନ୍ତୁ ତାଙ୍କୁ ଅଲଗା କରିଥିବା କଥା ହେଉଛି ସେମାନେ ରହିଯାଇନଥିଲେ। ସେମାନେ ନିଜର ଦୁଃଖକୁ ଅଜାହାର କରିନଥିଲେ, କାରଣ ସେ ଦୁଃଖକୁ ନିଜ ଶକ୍ତିରେ ପରିଣତ କରିଥିଲେ। ଆଜି ତୁମ ଜୀବନରେ ଯେତେ ଅନ୍ଧାର ଥାଉ ଏହାକୁ ଶେଷ ଭାବିବା ଭୁଲ, କାରଣ ପ୍ରତ୍ୟେକ ଅନ୍ଧାର ପଛରେ ଆଲୋକ ଲୁଚିଥାଏ। ପ୍ରତ୍ୟେକ କଷ୍ଟ ପଛରେ ଗୋଟେ ଶିକ୍ଷା ଥାଏ, ଆଉ ପ୍ରତ୍ୟେକ ବିଫଳତା ପଛରେ ଗୋଟେ ନୂଆ ଆରମ୍ଭ ଥାଏ। ତୁମେ ହୁଏତ ଅନେକ ଥର ଭାବିଛ କାହିଁକି ମୋ ସହିତ ଏମିତି ହେଉଛି,
କାହିଁକି ମୁଁ ଏତେ ଚେଷ୍ଟା କରି ମଧ୍ୟ ଫଳ ମିଳୁନି, କାହିଁକି ଲୋକେ ମୋତେ ବୁଝୁନାହାନ୍ତି। କିନ୍ତୁ ଗୋଟେ କଥା ମନେ ରଖ, ଜୀବନ ସବୁବେଳେ ତୁରନ୍ତ ଫଳ ଦିଏ ନାହିଁ। କେବେ କେବେ ସମୟ ଲାଗେ, କେବେ କେବେ ଧୈର୍ଯ୍ୟ ଲାଗେ, କେବେ କେବେ ନୀରବତା ଲାଗେ। କାରଣ ବଡ଼ ପରିବର୍ତ୍ତନ ସବୁବେଳେ ଧୀରେ ଧୀରେ ଆସେ। ଗଛ ଗୋଟେ ଦିନରେ ବଡ଼ ହୁଏନି, ସେମିତି ମଣିଷର ସଫଳତା ମଧ୍ୟ ଗୋଟେ ଦିନରେ ତିଆରି ହୁଏନି। ଆଜି ଯଦି ତୁମେ ଏକା ଅନୁଭବ କରୁଛ, ତାହାର ଅର୍ଥ ଏହା ନୁହେଁ ଯେ ତୁମେ ଦୁର୍ବଳ। ବହୁତ ସମାଜ ଏକା ମଣିଷକୁ ତାଙ୍କର ସବୁଠାରୁ ବଡ଼ ଶକ୍ତି ଶିଖାଏ। ଯେତେବେଳେ ପାଖରେ କେହି ନଥାଏ, ସେତେବେଳେ ନିଜ ମନ ସହିତ କଥା ହେବାକୁ ଶିଖିବାକୁ ପଡ଼େ। ଯେତେବେଳେ ପାଖରେ କେହି ନଥାଏ, ସେତେବେଳେ ନିଜ ମନ ସହିତ କଥା ହେବାକୁ ଶିଖିବାକୁ ପଡ଼େ। ସେହି ସମୟରେ ମଣିଷ ବୁଝେ, ସତରେ ମୁଁ କିଏ, ମୋ ମୂଲ୍ୟ କ'ଣ, ଆଉ ମୁଁ କେଉଁଠି ଯିବାକୁ ଚାହୁଁଛି। ଅନେକ ଲୋକ ତୁମ ଜୀବନରେ ଆସିବେ, କିଏ ଭଲ ପାଇବେ, କିଏ ବ୍ୟବହାର କରି ଚାଲିଯିବେ, କେହି ତୁମକୁ ବୁଝିବେ, କିଏ ଭୁଲ ବୁଝିବେ। କିନ୍ତୁ ଏହା ଜୀବନର ଅଂଶ। ସବୁ ଲୋକଙ୍କୁ ଧରି ରଖିବା ଦରକାର ନାହିଁ। ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଯିବାକୁ ଦିଅ, କାରଣ ଯେଉଁମାନେ ସତରେ ତୁମ ପାଇଁ ଥିବେ ସେମାନେ କେବେ ତୁମକୁ ଛାଡ଼ିଯିବେ ନାହିଁ। ଆଉ ଯେଉଁମାନେ ଛାଡ଼ି ଯାଆନ୍ତି ସେମାନେ ତୁମକୁ ଗୋଟିଏ ବଡ଼ ଶିକ୍ଷା ଦେଇ ଯାଆନ୍ତି। ନିଜକୁ ଆଉ ଶକ୍ତିଶାଳୀ କରିବାର ଇଚ୍ଛା। ତୁମ ଜୀବନରେ ଯେତେ ଅସୁବିଧା ଆସୁନା କାହିଁକି, ଗୋଟିଏ କଥା କେବେ ଭୁଲିବ ନାହିଁ, ତୁମେ ଭିତରୁ ଯେତେ ଭାବୁଛ ତାଠାରୁ ବହୁତ ଅଧିକ ଶକ୍ତିଶାଳୀ। କେବଳ ସେ ଶକ୍ତିକୁ ଯୋଗାଇବା ଦରକାର। କେବେ କେବେ ମଣିଷ ଭିତରେ ଅଗ୍ନି ଦେଖାଯାଏ ନାହିଁ, କିନ୍ତୁ ସେ ଅଗ୍ନି ଠିକ୍ ସମୟରେ ତାଙ୍କ ଜୀବନକୁ ପରିବର୍ତ୍ତନ କରିଦିଏ। ସେଥିପାଇଁ ଆଜି ଯେ କଷ୍ଟ ମିଳୁଛି ସେଥିରୁ ଡରନି। ଏହା ତୁମକୁ ଭାଙ୍ଗିବା ପାଇଁ ନୁହେଁ, ତୁମକୁ ଗଢ଼ିବା ପାଇଁ ଆସିଛି। କେବେ କେବେ ଆମେ ଅନ୍ୟମାନଙ୍କୁ ଦେଖି ନିଜକୁ ଛୋଟ ଭାବୁ ଯେ ସେମାନେ ଆଗକୁ ଚାଲିଗଲେ, ମୁଁ ଏଠି ଅଛି। କିନ୍ତୁ ଏହା ସତ୍ୟ ନୁହେଁ। ପ୍ରତ୍ୟେକ ମଣିଷର ସମାଜ ଅଲଗା। କାହାର ସକାଳ ଶୀଘ୍ର ଆସେ, କାହାର ଡେରିରେ। ତୁମର ସମାଜ ମଧ୍ୟ ଆସିବ। କେବଳ ଏତିକି ଦରକାର, ନିଜ ପଥରେ ଚାଲିଯାଅ, ନିଜ ପ୍ରୟାସକୁ ଛାଡ଼ନି, ଆଉ ନିଜ ମନକୁ ଭାଙ୍ଗିବାକୁ ଦିଅନି। ଯେତେବେଳେ ଲୋକମାନେ ତୁମକୁ ଅବହେଳା କରନ୍ତି, ସେତେବେଳେ ମନେ ରଖ, ତୁମ ମୂଲ୍ୟ ଲୋକଙ୍କ କଥାରେ ନୁହେଁ, ତୁମ ଚରିତ୍ରରେ ଅଛି। ଯେଉଁମାନେ ତୁମକୁ ବୁଝୁନାହାନ୍ତି ସେମାନଙ୍କୁ ବୁଝାଇବାରେ ସମୟ ନଷ୍ଟ କରନାହିଁ। ତୁମ କାମ, ତୁମ ନୀରବତା, ତୁମ ପରିଶ୍ରମ ଗୋଟେ ଦିନ ସମସ୍ତଙ୍କୁ ଉତ୍ତର ଦେବ।